शुभ संध्या मैडम रानी प्रियदर्शिनी। ଆଜ୍ଞା हाँ, मु अशोक साई आपण को क्लीन विजन न्यूज को स्वागत करुची। ଆଜ୍ଞା अच्छा ଜୟ मैडम, ଜଗନ୍ନାଥ। खंडगिरी यात्रा रे अश्लीलता बा आइटम डांस को मना कौन कहबा आपण आ उपरे? ଦେଖନ୍ତୁ ମୁଁ ବି ଚାହୁଁଛି ଖଣ୍ଡଗିରିରେ କାହିଁକି ଅଲ ଓଡିଶାରେ ଅଶ୍ଳୀଳତା ବନ୍ଦ ହେଇଯାଉ, ଡ୍ୟାନ୍ସ କୁ ମନା ନ କରାଯାଉ। ସମସ୍ତଙ୍କୁ ଖଣ୍ଡଗିରି ଗୋଟେ କୁମ୍ଭ ମେଳାରେ ସମସ୍ତଙ୍କୁ ସୁଯୋଗ ଦେବା ଦରକାର, ସମସ୍ତ ଜଲବା ଦେଖିବା ଦରକାର। ତା ମାନେ ଯେ ସମସ୍ତଙ୍କୁ ନେଇକି ଗୋଟିଏ ମାନେ ଗୋଟେ ଜିନିଷ କହିବ ଅଶ୍ଳୀଳତା, ଅଶ୍ଳୀଳତା ଗୋଟେ ଅଲଗା ପାର୍ଟ ଆଉ ଡ୍ୟାନ୍ସ ଗୋଟେ ଅଲଗା ପାର୍ଟ। ସମସ୍ତେ ପେଟ ପାଟଣାକୁ ମାନନ୍ତିନି ଆଜ୍ଞା, ସମସ୍ତଙ୍କ ପେଟ ପାଟଣା ପାଇଁ ସମସ୍ତେ କାମ କରୁଛନ୍ତି, ସମସ୍ତଙ୍କୁ ସୁଯୋଗ ଦେବା ଦରକାର। ଅଶ୍ଳୀଳତା ସହିତ କାହିଁକି ଆପଣ ମାନେ ଡ୍ୟାନ୍ସ କୁ ସଂଯୋଗ କରୁଛନ୍ତି? ଅଶ୍ଳୀଳତା ଗୋଟେ ଚାରିକାନ୍ଥ ଭିତରେ କରାଯାଏ, ମୁଁ ବାରମ୍ବାର କହିଛି, କିନ୍ତୁ ଡ୍ୟାନ୍ସ ହଉଛି ସମସ୍ତଙ୍କ ସାମ୍ନାରେ ପରଫର୍ମ କରାଯାଏ। ଯେଉଁମାନ ପ୍ରକାର ଟ୍ୟାଲେଣ୍ଟ ଥିବ ନିହାତି ତାଙ୍କର କଳା ପ୍ରଦର୍ଶନ କରି ଲୋକମାନଙ୍କ ହୃଦୟ ରହିପାରିବ, ଲୋକମାନଙ୍କ ହୃଦୟ ଜିଣି ପାରିବେ। ଯଦି କଳା ତାଙ୍କ ପାଖରେ ନଥିବ ନିହାତି ଦେହ ପ୍ରଦର୍ଶନ କରିକି ଲୋକମାନଙ୍କ ହୃଦୟରେ ରହିବେ। କିନ୍ତୁ ଦେଖନ୍ତୁ କଳା ହଉଛି ସବୁବେଳେ ଲୋକମାନେ ଦେଖିବେ, ଆଉ ଦେହ କେବେ ବି ଆଜି ଅଛନ୍ତି କାଲି ଲୋକ ଭୁଲିଯିବେ। କିନ୍ତୁ ସୁଯୋଗ ନ ଦେଇକି ଖଣ୍ଡଗିରି କଥା ପ୍ରତ୍ୟେକ ବର୍ଷ ଆସିଯାଏ। ଦେଖନ୍ତୁ ସୁଯୋଗ ନ ଦେଇକି ପ୍ରତ୍ୟେକ ବର୍ଷ ମୋ ନାଁ ନିଆଯାଏ। ମୋ ନାଁ କଣ ପାଇଁ ନିଆଯାଉଛି ଆଜ୍ଞା? ମୁଁ କୋଉ ଜାଗାରେ ଅଶ୍ଳୀଳତା କରିଛି ମତେ ଦେଖେଇ ଦେଇ ପାରିବେ ନା? ମତେ ଖଣ୍ଡଗିରିରେ ସୁଯୋଗ ଦେଇଛନ୍ତି ରାନୀ ପିୟସନୀ କି ରାନୀ ପିୟସନୀ ନିଜର ମାନେ କାମ ନ କରିକି ଅଶ୍ଳୀଳତା ଦେଖେଇଛି? କାହିଁକି ମୋ ନାଁ ଆଜ୍ଞା ନଉଛନ୍ତି? ମତେ ତ ଏକରେ ଥାଳ ଦଉନାହାନ୍ତି, ଥାଳି କଣ ପାଇଁ ଚଢେଇ ନଉଛନ୍ତି? କାହିଁକି ମୋ ପେଟ ପାଟଣାକୁ ଲାତ ମାରୁଛନ୍ତି? କଣ ପାଇଁ ଲାତ ମାରୁଛନ୍ତି? କାହିଁକି ମତେ ମୁଁ ଜାଣିପାରିନି ଆଇଟମ ଗାଲେ ଆଙ୍କୁଶ ଲଗଉଛନ୍ତି କଣ? ଆପଣ ମାନଙ୍କର ଯାହାରେ ଯୋଉ କଥା କହୁଛନ୍ତି ଅଶ୍ଳୀଳତା, କାହାକୁ ଅଶ୍ଳୀଳତା କୁହାଯିବ? ତାର ଗୋଟେ ମେଜରମେଣ୍ଟ ଦଉନାହାନ୍ତି କଷ୍ଟ୍ୟୁମ ରେ। ଆମେ ତ ଗୀତ ଅନୁସାରେ ରିକ୍ୱାରମେଣ୍ଟ ଅନୁସାରେ ତାର କଷ୍ଟ୍ୟୁମ ପିନ୍ଧୁଛୁ ଯୋଉଟା ଭଲ ଲାଗିବ ଆଜିକା ଟ୍ରେଣ୍ଡ ରେ। ଯଦି ସେଇଟାକୁ ଯଦି କହୁଛନ୍ତି ଅଶ୍ଳୀଳତା, ତାର ମେଜରମେଣ୍ଟ ଦିଅନ୍ତୁ। କଷ୍ଟ୍ୟୁମ ଗୋଟେ ମେଜରମେଣ୍ଟ କରାଯାଉ, କେତେ ସୀମା ଭିତରେ ଆମେ ବଡିର ମାନେ ଅଙ୍ଗ ଘୋଡେଇ ରଖିବୁ, କେତେ ଅଙ୍ଗକୁ ଦେଖେଇବୁ, ସେଇଟା ଗୋଟେ ମେଜରମେଣ୍ଟ ଦିଆଯାଉ। ତାପରେ ଆପଣ ମାନେ କହିବେ ସେ ସୀମା ଭିତରେ ନ ରହିଲେ ଏଇଟାକୁ ଅଶ୍ଳୀଳତା କହିବେ। अच्छा मैडम, आइटम गान माने आइटम डांस रो अर्थ कौन अश्लीलता हो गलानी ना कौन? आइटम डांस रो अर्थ कौन एक्चुअली? କୋଉ ମାନେ ଅଶ୍ଳୀଳତା କରୁଛନ୍ତି ଆଇଟମ ଡ୍ୟାନ୍ସ ନାମା? କୋଉ ମାନେ ଅଶ୍ଳୀଳତା କରୁଛନ୍ତି? ଆପଣ ମାନେ ଭିଜୁଆଲ ଦେଖେଇ ପାରିବେ? ମୋ କଥା କୁହନ୍ତୁ, ମତେ ଭିଜୁଆଲ ଦେଖେଇ ପାରିବେ? ରାନୀ ପିୟସନୀ କାମ ନ କରି ଆଇଟମ ଡ୍ୟାନ୍ସ ନ କରିକି ଅଶ୍ଳୀଳତା କରିଛି ବୋଲି ଆପଣ ମାନେ ଭିଜୁଆଲ ଦେଖେଇ ପାରିବେ କି? ତାହେଲେ କାହିଁକି ବିଶେଷ କରି ଆପଣ ତିନି ଜଣଙ୍କ ନାଁ ଉଠୁଛି ଓଡିଶାରେ? ମୁଁ ତ ସେଇ କଥା କହୁଛି, କଣ ପାଇଁ କଣ ପାଇଁ ମୋ ନାଁ ଉଠୁଛି? ମୋ କଥା କିଏ ଯୋଉମାନେ କରୁଛନ୍ତି ଅଶ୍ଳୀଳତା, ଯୋଉ ଜାଗାରେ କରୁଛନ୍ତି ସେ ଜାଗାରେ କଣ ପ୍ରଶାସନ ନାହାନ୍ତି? ଯୋଉମାନେ ଡାକୁଛନ୍ତି ଆୟୋଜକ ମାନେ ଡାକୁଛନ୍ତି ସେମାନେ ସେଇ ଜାଗାରେ ନାହାନ୍ତି? ଯଦି ଯୋଉ ଜାଗାରେ ଲାଗୁଛି ଆପଣଙ୍କୁ ଅଶ୍ଳୀଳତା ହଉଛି ଲକ୍ଷ୍ମଣ ରେଖାରେ ଡେଇଁ ଯାଉଛନ୍ତି ବୋଲି, ଆପଣ ସେଇ ଜାଗାରେ ଆପଣ କାହିଁକି କାର୍ଯ୍ୟାନୁଷ୍ଠାନ ନଉନାହାନ୍ତି? କାହିଁକି ତାକୁ ମାନେ ଛାଡି ଦଉଛନ୍ତି? ଯଦି ସେଇ ଜାଗାରେ ଛାଡି ଦଉଛନ୍ତି, ଏବେ କାହିଁକି ଖଣ୍ଡଗିରି କଥାରେ ଖଣ୍ଡଗିରି ଚାନ୍ସ ଦେଇଛନ୍ତି କି? अच्छा मैडम, जो यात्रा रे जो कमिटी मानक आपण जानती एक्चुअली आपण जो ड्रेस बा कॉस्ट्यूम जहां आपण पिंधंती, जहां आपण कहले जे गोटे गाइडलाइन रहिबा दरकार, से जेमती चाहिबे सेमती करबे। एक्चुअली कोन यात्रा अनुष्ठान माने कहंती जे आपण एमती कॉस्ट्यूम पिंधंतु आज्ञा, एमती टिके डांस करंतु आज्ञा, एई टाइप रो टिके एंटरटेन करंतु, एमती किछि कहंती कि आपण को? नहीं नहीं, सेमती कहंतीनी। किए भी जदी कहंती माने तांकू आपण सेला कोन माने कहबार अर्थ होची मोर आला सखी आपणा महते आप रखी। जदि कहउछंती ताने आपण काहेकी करूछंती? मगे आपण काम करूनांती, आपण परफॉर्म करूनांती, आपण कोन पाई माने अश्लीलता जदि करूछंती? किए जदि बाइसेंस गोटे गोटे कहती, किंतु सबु जगह कहती नाई कि सबु जगह ए सब आलोचना हुए नाई। सबु जगह प्रत्येक जगह 80% 90% जगह सब माने काम उपरे फोकस करा जाए, आ काम को देखती। जदि 10% आपण को जगह एमती कथबार्ता करूछंती, से जगह कहीं कौन पाई आमे चाहिए, मु भी चाहिए, मते भी कहउछंती भी मु करू नाही। सेमती सबु आइटम गाले एकजुट हवा दरकार। जो जगह कहउछंती आपण ए सब करिया पई, न्यूडिटी करिया पई कहउछंती, से जगह तुरंत मना करिया दरकार। आउ निज माने कला को बंचेई, संस्कृति की बंचेई, निज को बंचेई सबले काम करिया दरकार।
ଆଚ୍ଛା ଆପଣ ମ୍ୟାଡାମ ତ ଜଣେ ମଲ୍ଟି ଟ୍ୟାଲେଣ୍ଟ କଳାକାର ବୋଲି ସବୁଆଡେ କହି ଆସିଛନ୍ତି କିନ୍ତୁ ଆପଣ ଯେମିତି ଜଣଙ୍କୁ ମନା ହେଇଥିଲା ଆପଣଙ୍କର ଖଣ୍ଡଗିରି ମନା ହେଇଥିଲା ଆପଣ ବି ଜାଣିଥିବେ କିନ୍ତୁ ସିଏ ଏବେ ବେଶ ଭଲ ଭାବରେ କଳା ପ୍ରଦର୍ଶନ କରୁଛନ୍ତି ଆପଣଙ୍କର ଖଣ୍ଡଗିରିରେ ତାଙ୍କୁ ଏବେ ଖଣ୍ଡଗିରି ମନା ନାହିଁ କିନ୍ତୁ ଆପଣଙ୍କ ଉପରେ ଲାଗୁଛି ରୋକ କାରଣ ଆପଣଙ୍କ ଡେଜିନେସନ ପୂର୍ବରୁ ଲାଗିଛି ଆଇଟମ ଗାର୍ଲ ହୁଏତ ସେଇଥିପାଇଁ କି ହଁ ହେଇଥାଇପାରେ ଆଇଟମ ଗାଲେ ଯୋଉ କହୁଛନ୍ତି ଆଇଟମ ଗାଲେ ତାଙ୍କର ମାନେ କଣଟା ଅସୁବିଧା କରୁଛନ୍ତି ଆମେ ସମସ୍ତେ ପେଟ ପାଟଣା ପାଇଁ ସମସ୍ତେ ଖଟୁଛନ୍ତି ସମସ୍ତେ ନିଜର କର୍ମକୁ ଭଲ ପାଉଛନ୍ତି କର୍ମ କରୁଛନ୍ତି ମୋ କହିବା କଥା ଯୋଉ ଆଇଟମ ଗାଲେ ସବୁ ନାଁ ଦଉଛନ୍ତି ସେଇ ଆଇଟମ ଗାଲକୁ ଖଣ୍ଡଗିରି ଡାକିଥିଲେ କି ଖଣ୍ଡଗିରି ଅଶ୍ଳୀଳତା କରିଥିଲେ କି ନା କାହିଁକି ଉଠୁଛି ମୁଁ ବି ମୁଁ ତ ସେଇଟା କହୁଛି କାହିଁ ଖଣ୍ଡଗିରି ଯାଇଥିଲେ କି ଖଣ୍ଡଗିରି ଅଶ୍ଳୀଳତା କରିଥିଲେ କି ଆଉ ଯୋଉ ଆଇଟମ ଗାଲ ଅଶ୍ଳୀଳତା ଆରମ୍ଭ କରିଥିଲେ ସିଏ ତ ସେଇ ନାଟକ ମାଧ୍ୟମରେ ସେଇ ତ ଡବଲ ମିନିଂ ମାନେ ୟୁଜ କରୁଛନ୍ତି ସେଇଟା କଣ ସମାଜରେ ଖରାପ ମେସେଜ ଯାଉନି ଯୁବପିଢି ମାନେ ନଷ୍ଟ ହଉନାହାନ୍ତି କୁହନ୍ତୁ ଯଦି ତାଙ୍କ ପାଇଁ ସବୁ ଖୋଲା ଆମ ପାଇଁ କଣ ପାଇଁ ତାଲା ଆଚ୍ଛା କାହିଁକି ତାଲା କରୁଛନ୍ତି ଏମିତି ହେଇଛି କି ଯେ ଆଇଟମ ଗ୍ୟାଲର ଡେଜିଗ୍ନେସନ ତାଙ୍କର ଡେଜିଗ୍ନେସନ ପରିବର୍ତ୍ତନ ହେଇଗଲାଣି ଗୋଟେ କଣ ଡେଜିଗ୍ନେସନ ପରିବର୍ତ୍ତନ ହେଇଗଲାଣି ଆପଣ ବା କହୁଛନ୍ତି ଅଶ୍ଳୀଳତା ବନ୍ଦ ଡବଲ ମିନିଂ ଯୋଉ କଥାବାର୍ତ୍ତା କରୁଛନ୍ତି ସେଟା କଣ ଅଶ୍ଳୀଳତା ଯାଉନି କି ଆଜ୍ଞା ସେଇଟା ତ ଆମେ ବୁଝିପାରୁଛୁ ଆପଣଙ୍କ କଥା କିନ୍ତୁ ନ୍ୟାୟଟା ସମସ୍ତଙ୍କ ପାଇଁ ସମାନ ହବା ଦରକାର ନା ଜଣଙ୍କ ପାଇଁ ଗୋଟେ ନ୍ୟାୟ ଆଉ ଜଣଙ୍କ ପାଇଁ ଆଉ ଗୋଟେ ନ୍ୟାୟ ହବା ଦରକାର କି ନାଇଁ ଏଇଟା ଘଟୁଛି କି ଯେ କେବଳ ଆଇଟମ ନା ଉଠିଲେ ଅଶ୍ଳୀଳତା ଉଠୁଛି କିନ୍ତୁ ସେହି ଜିନିଷ ଯଦି ଯାତ୍ରାରେ ପରିବେଷଣ କରାଯାଉଛି ଯଦି କଳାକାର ଜଣେ ପରିବେଷଣ କରୁଛି ତା ଉପରେ କିଛି ରୋକ ଲଗାଯାଉନି ଏଇଟା ଆପଣଙ୍କ ମନକୁ ଆସୁଛି କି ମୋ ଶୁଣନ୍ତୁ ଯଦି ଅଶ୍ଳୀଳତା କାହାକୁ କହୁଛନ୍ତି ସେଇ ମେଜରମେଣ୍ଟ ଟା ଆଗେ ଦିଅନ୍ତୁ ତାପରେ ଯୋଉମାନେ ଅଶ୍ଳୀଳତା ଆରମ୍ଭ କରିଥିଲେ ସେଇମାନେ ଯଦି ନାଟକ ମାଧ୍ୟମରେ ଅଶ୍ଳୀଳତା ଡବଲ ମିନିଂ ୟୁଜ କରିକି ଲୋକମାନଙ୍କୁ ଏଣ୍ଟରଟେନମେଣ୍ଟ କରିପାରୁଛନ୍ତି ଆମ ମାନଙ୍କୁ କଣ ପାଇଁ ବନ୍ଦ କରୁଛନ୍ତି ମୋର ଏଇଟା ବିଏମସି କ୍ୱେଶ୍ଚନ ରହିବ ପ୍ରଶାସନକୁ କ୍ୱେଶ୍ଚନ ରହିବ ଆଉ ଆମର କମେଡି ଭାଇ ମାନଙ୍କୁ କ୍ୱେଶ୍ଚନ ରହିବ କମେଡି ଭାଇ ମାନେ କେବେ ଡାକିଛନ୍ତି ରାନୀ ପିଏସନି ଆସନ୍ତୁ ଆପଣ ଟ୍ୟାଲେଣ୍ଟ ଦେଖିବା ପାଇଁ କେବେ ମତେ ସୁଯୋଗ ଦେଇଛନ୍ତି କି ଯଦି ସେମିତି ଖଣ୍ଡଗିରି ଆପଣ କହୁଛନ୍ତି ଖଣ୍ଡଗିରି ହଉଛି କୁମ୍ଭ ମେଳା ଶାନ୍ତୁ ସନ୍ଥ ମାନେ ଆସନ୍ତି ତାହେଲେ ଆପଣ ରଙ୍ଗାରଙ୍ଗା ଯୋଗ କାହିଁକି କରୁଛନ୍ତି ଆପଣ ଭଜନ ସନ୍ଧ୍ୟା କରୁନାହାନ୍ତି ସେଠି ଆପଣ ପ୍ରବଚନ କରୁନାହାନ୍ତି ଆୟୋଜନ ସେଠି ରାମାୟଣ ମହାଭାରତ ଭଳିଆ ନାଟକ ପରିବେଷଣ କରୁନାହାନ୍ତି ଆପଣ ସେଇଠି କାହିଁକି ଆଉ ହରିନାମ ଧରୁନାହାନ୍ତି ଆପଣ କଣ ପାଇଁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ କରୁଛନ୍ତି କାହିଁ କରୁଛନ୍ତି ଆଉ ସେଟା ଆପଣ ସବୁ ସମସ୍ତଙ୍କ ପାଇଁ ଖୋଲା ଆମ 3 ଜଣଙ୍କ ପାଇଁ ତାଲା ଆଚ୍ଛା ଆପଣ 3 ଜଣ ପରସ୍ପର ମଧ୍ୟରେ କଥା ହେଲେଣି କି ଏ ବିଷୟରେ ମ୍ୟାଡାମ ଶୁଣନ୍ତୁ ଏ ଯୋଉ କଥା ରହିଲା ଯାତ୍ରାରେ ଡବଲ ମିନିଂ ୟୁଜ କରାଇକି ବହୁତ କିଛି ଅଶ୍ଳୀଳତା ରହୁଛି ସେଟା କଣ ସମାଜକୁ କୁପ୍ରଭାବ ହଉନି ନା ସମାଜକୁ ଆମକୁ ମାନେ ସମାଜକୁ ନଷ୍ଟ କରୁନି ଆପଣ କହିଲେ ସମାଜକୁ ନଷ୍ଟ ପରମ୍ପରା ସଂସ୍କୃତିରେ ଲେଖା ଅଛି ଝିଅ ବୋହୁ ମାନେ ଫଟା ଜିନ୍ସ ପିନ୍ଧିବେ ଛାତି ଦେଖେଇକି ଆଉ ହଟ୍ ପ୍ୟାଣ୍ଟ ପିନ୍ଧିକି ସବୁ ରିଲ କରିବେ ଆଉ ମଦ ପିଇକି ମାନେ ପୁଅ ପିଲାମାନେ ସବୁ ମାନେ ଆଜିକା ଯୁବପିଢି ମାନେ ମଦ ପିଇକି ସୁଧାସୁଧି କରିବେ ରାସ୍ତାରେ ଏଇଟା ଓଡିଆ ପରମ୍ପରା ସଂସ୍କୃତିରେ ଲେଖା ଅଛି ସେଟା କଣ ସମାଜକୁ ଖରାପ ମେସେଜ ଦଉନି ନା ପାର୍କରେ ଝିଅ ମାନେ ଯୋଉ ପ୍ରକାର କପୁଲ ଯୋଉ ଅବସ୍ଥାରେ ମାନେ ପାର୍କ ଯାଉଛନ୍ତି ସେଠି ଓପନଲି କୁଣ୍ଡା କୁଣ୍ଡା ସେଟା କଣ ସଂସ୍କାର ପରମ୍ପରା ନଷ୍ଟ କରୁନି ଆଚ୍ଛା ଆପଣଙ୍କ କହିବା ଅନୁସାରେ ଆକ୍ରୋଶ ମୂଳକ ଭାବେ କିଛି ଅନୁଷ୍ଠାନ କିମ୍ବା କିଏ ଆପଣଙ୍କ ପଛରେ କିଛି ଷଡଯନ୍ତ୍ର କରୁଛନ୍ତି ଏ ବିଷୟରେ ଅବଭିୟସଲି ଆପଣ ଜାଣିପାରୁଥିବେ ଆପଣଙ୍କ ପାଖରେ ସବୁ ଜିନିଷ ଅଛି ଷଡଯନ୍ତ୍ର ନୁହେଁ କି ଟିକେ ଖୋଲି କହିପାରିବେ କି ଏମିତି ହଁ ଷଡଯନ୍ତ୍ର କରୁଛନ୍ତି ଆମକୁ ମାନେ ଆଇଟମ ଗାଲେ ପୁରା ବ୍ରାଣ୍ଡ ମାନେ କରିକି ପୁରା 3 ଜଣଙ୍କ ନାଁ ନଉଛନ୍ତି ମାନେ ଏରା ଆପଣ ଷଡଯନ୍ତ୍ର ବହୁତ ବଡ ଷଡଯନ୍ତ୍ର କରୁଛନ୍ତି ଆମ ପେଟ ପାଟଣାକୁ ନାତ ମାରୁଛନ୍ତି ଜାଣି ଶୁଣିକି ଆମର ଆଗେ ଟ୍ୟାଲେଣ୍ଟ ସାମ୍ନାକୁ ପଳେଇ ଆସିବ କି ସେଥିଲାଗି ବନ୍ଦ କରୁଛନ୍ତି ଆଇଟମ ଗାଲକୁ ଖଣ୍ଡଗିରି ପରେ ଯଦି ଧୀରେ ଧୀରେ ଏମିତି ସବୁଆଡେ ଏଇ ଜିନିଷର ପାବନ୍ଦୀ ଲାଗିଲା ତାହେଲେ ଆପଣ କଣ କରିବେ ଆପଣ କାହିଁକି ଲାଗିବ ସବୁଆଡେ କଣ ପାଇଁ ଲାଗିବ ଯଦି ସବୁ ବନ୍ଦ ହବ ଯାତ୍ରା ମେଲୋଡିରେ ଆଇଟମ ଡ୍ୟାନ୍ସ ବନ୍ଦ ହବ ତାହେଲେ ଆମେ ମାନେ ବନ୍ଦ କରିବୁ ଆମେ ଯେମିତି ସୀମା ଭିତରେ ସମସ୍ତେ ମେଲୋଡି ରକେଟ ଡ୍ୟାନ୍ସ କରୁଛନ୍ତି ଆମେ ବି ସୀମା ଭିତରେ ଆମେ ଆଇଟମ ଡ୍ୟାନ୍ସ କରିବୁ ଆମ ସୀମା ଆମ ଗୋଟେ ମାନେ ମେଜରମେଣ୍ଟ ଦିଆଯାଉ ଏଇ ଟାଇପ ର କଷ୍ଟ୍ୟୁମ ପିନ୍ଧିକି ଆପଣ ମାନେ ପରଫର୍ମ କରିବେ ଆମେ ସେଇ ଟାଇପ ର ଯଦି ପରଫର୍ମ ନ କରିବୁ ଆମେ ତାପରେ କହିବେ ଯେ ଆପଣ ମାନେ ଅଶ୍ଳୀଳତା କଲେ
ଆଚ୍ଛା ମେଜରମେଣ୍ଟ ଦିଅନ୍ତି। କଣ ଯାତ୍ରା ପରିବେଷଣ ଠାରୁ କିମ୍ବା କୌଣସି ଫିଲ୍ମ କିମ୍ବା ଟିଭି ଲାଇନରେ ଆକ୍ଟିଂ କରିବା ଅପେକ୍ଷା ଆପଣଙ୍କୁ କଣ ଆଇଟମ ଡ୍ୟାନ୍ସ ରେ ଅଧିକ ପଇସା ମିଳେ କି ଯୋଉଥିପାଇଁ ମାନେ ଆପଣ ଆହା ଉପରେ ଫୋକସ ଦଉଛନ୍ତି ଅଧିକା? କାରଣ ଆପଣ ବି ଦେଖନ୍ତୁ ଆପଣ ଯୋଉ କହୁଛନ୍ତି ଅଧିକା ପଇସା ମିଳେ, କହିଛନ୍ତି ଯେ ଆପଣ ଯଦି ମଲ୍ଟି ଟ୍ୟାଲେଣ୍ଟେଡ ପର୍ସନ, ତେଣୁକରି ହଁ ଆପଣ ଆଇଟମ ଡ୍ୟାନ୍ସ କୁ ଛାଡିକିରି ଆପଣ ଯାହା କଥା କହୁଥିଲେ ପୂର୍ବରୁ ତାଙ୍କ ଭଳି ଆପଣ ଯଦି ବି ଯାତ୍ରାକୁ ମାନେ ପଶିଯାଆନ୍ତେ, ଯାତ୍ରା ଭିତରେ ଆକ୍ଟିଂ ଆପଣ କରନ୍ତେ, ତାହେଲେ ବି ଆପଣଙ୍କୁ ସୁଯୋଗ ମିଳନ୍ତା। ଆପଣ ଆଇଟମ ଉପରେ କାହିଁକି ଅଧିକ ଫୋକସ କରୁଛନ୍ତି? ଦେଖନ୍ତୁ ମୁଁ ଚାଇଲ୍ଡ ଅଧିକ ଆର୍ଟିଷ୍ଟ, ପଇସା ମିଳେ କି? ହଁ ଶୁଣନ୍ତୁ, ମୁଁ ଗୋଟେ ଚାଇଲ୍ଡ ଆର୍ଟିଷ୍ଟ ଆଉ ମଲ୍ଟି ଟ୍ୟାଲେଣ୍ଟେଡ, ମୋ ପାଖରେ ଟ୍ୟାଲେଣ୍ଟ ଭରପୁର ଅଛି। ମତେ ବର୍ତ୍ତମାନ ଶୁଣନ୍ତୁ, ବର୍ତ୍ତମାନ ମୋର କ୍ରେଜ ଅଛି ଆଇଟମରେ, ମୁଁ ସେଥିଲାଗି ଆଇଟମ କରୁଛି। ଯେତେବେଳେ ମୋର କ୍ରେଜ କମିଯିବ, ସେତେବେଳେ ଯେମିତି ମୁଁ ଲୋକମାନଙ୍କୁ ମାନେ ଆଇଟମ ଡ୍ୟାନ୍ସ ରେ ଠୁମକାରେ ଲୋକମାନଙ୍କୁ ଯାଦୁ କରିକି ଆଉ ଲୋକମାନଙ୍କୁ ମତୁଆଲା କରିକି ରଖିଛି, ଏଣ୍ଟରଟେନମେଣ୍ଟ କରିକି, ଠିକ ବି ମୁଁ ସେମିତି ମୋ ନାଟକ ମାଧ୍ୟମରେ ବି ଲୋକମାନଙ୍କୁ ମତୁଆଲା କରି ରଖିବି, ଲୋକମାନଙ୍କୁ ଏଣ୍ଟରଟେନମେଣ୍ଟ କରିପାରିବି। ସେଇ ଟ୍ୟାଲେଣ୍ଟ ମୋ ପାଖରେ ଭରପୁର ହେଇଛି। ଖାଲି ଗୋଟେ ଅପେକ୍ଷା କରନ୍ତୁ। ଆପଣ ଅଟକେଇବା ପାଇଁ ଚାହିଁବି ମ୍ୟାଡାମ, ଆପଣ ମାନେ ପରୋକ୍ଷରେ କାହାକୁ ଇଙ୍ଗିତ କଲେ କି କାହାର ଆଇଟମ ଡ୍ୟାନ୍ସ ରେ କାହାର ମାନେ ପରଫର୍ମାନ୍ସ ରେ କମି ରହିଗଲା, ଲୋକପ୍ରିୟତାରେ କମ ରହିଗଲା ପରେ ସେ ଯାତ୍ରାକୁ ଗଲେ, ଏମିତି କହିଲେ କି ଆପଣ? ହେଇଥାଇପାରେ, ହେଇଥାଇପାରେ। ଆପଣ କଣ ଜାଣିନାହାନ୍ତି ସବୁ କିଛି? ଲୋକପ୍ରିୟତା ମାନେ ଅଶ୍ଳୀଳତା ଆରମ୍ଭ କଲେ, ସେମାନେ ସମାଜ ବିରୋଧ କଲେ, ଆଇଟମ ଡ୍ୟାନ୍ସ ତାଙ୍କୁ ଠୁଙ୍କା ଲାଗି ପାଇଲାନି, ଯାଦ୍ୱାରା କି ଯାତ୍ରାକୁ ଗଲେ। ଆଚ୍ଛା, ଧନ୍ୟବାଦ ମ୍ୟାଡାମ। ବାକି ଆପଣ କଣ ଦାବି ରଖିବେ? ଆପଣ ଏ ବାବଦରେ ପ୍ରଶାସନକୁ ଭେଟିବେ? ମୁଁ ଦାବି ରଖିବି ଯେ ଆପଣ ମନ ଇଚ୍ଛା ନିଷ୍ପତ୍ତି ନିଅନ୍ତୁନି। ଯୋଉ ନାଁ କହୁଛନ୍ତି ଆପଣ ଯେତେବେଳେ ଡିସିସନ ନଉଛନ୍ତି, ନିଷ୍ପତ୍ତି ନଉଛନ୍ତି, ଆମମାନଙ୍କୁ ଡାକନ୍ତୁ, ସେ ନିଷ୍ପତ୍ତିରେ ସାମିଲ କରନ୍ତୁ। ଆମକୁ ଯୋଉ ମେଜରମେଣ୍ଟ ଭିତରେ କଷ୍ଟ୍ୟୁମ ପିନ୍ଧିବାକୁ କହିବେ, ଶାଢୀ ପିନ୍ଧିବାକୁ କହିବେ, ଆମକୁ ସୁଯୋଗ ଦିଅନ୍ତୁ। ଆମ ଜଲବା ଯାହା ବି ଅଛି ଆମେ ଖଣ୍ଡଗିରିର ଆମ ଜଲବା ଦେଖେଇବୁ। ମତେ ସୁଯୋଗ ନ ଦେଇକି ଆପଣ ଏମିତି ଗୋଟେ ଓଡିଆ ପରମ୍ପରା, ସଂସ୍କୃତି, କଳାକୁ ଆପଣ ମାନେ ଅପପ୍ରଚାର କରନ୍ତୁନି କି ଆଇଟମ ଡ୍ୟାନ୍ସ ନାଁରେ ଅଶ୍ଳୀଳ ଡ୍ୟାନ୍ସ କରିକି ଆମ ପେଟ ପାଟଣାକୁ ଗୋଇଠା ମାରନ୍ତୁ ନାହିଁ। ସୁଯୋଗ ଦିଅନ୍ତୁ, ତାହାପରେ ଆପଣ ମାନେ ସୁଯୋଗ ଦେବେ। ଆପଣ ଆମେ କର୍ମ ନ କରିକି ଅଶ୍ଳୀଳତା କଲୁ, ତାହାପରେ ଆପଣ ମାନେ ଆଙ୍ଗୁଳି ଉଠେଇବେ, ସେଟା ବହୁତ ଭଲ ଲାଗିବ, ଶୋଭା ମାନେ ସେଟାକୁ ଶୋଭା ପାଇବ। କିନ୍ତୁ ମାନେ ସୁଯୋଗ ନ ଦେଇକି ଆଉ କୌଣସି ଆପଣ ଖଣ୍ଡଗିରି ମଞ୍ଚରେ କୌଣସି ମାନେ ଆଇଟମ ଗାଁରେ ଯୋଉମାନେ ହେଇଛନ୍ତି, ଯୋଉ ନାଁ ଧରୁଛନ୍ତି, ଖଣ୍ଡଗିରି ମଞ୍ଚରେ କିଛି କରିନାହାନ୍ତି, ଆପଣ ସୁଯୋଗ ନ ଦେଇକି ଆପଣ ଗୋଡ ଟାଣନ୍ତୁ ନାହିଁ। ପ୍ରଥମେ ଆଚ୍ଛା, ସୁଯୋଗ ଦିଅନ୍ତୁ। ଆପଣ ତିନି ଜଣଙ୍କ ଭିତରେ ଯୋଉ ତିନି ଜଣଙ୍କ ନାଁ ଉଠୁଛି, ଆପଣ ଆଉ ସାହୁ ବାବୁଜ ଆଉ ନିଶା ମହାରଣା, ଆପଣ ତିନି ଜଣଙ୍କ ବିଷୟରେ ଏ ବିଷୟରେ କିଛି କଥା ହେଲେଣି ଯେ ପ୍ରଶାସନକୁ କେମିତି ଭେଟିବେ କି ଆ ଉପରେ କଣ କହିବେ, ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଆପଣଙ୍କର କଣ ହବ କି ପରବର୍ତ୍ତୀ ଅପିଲ ଆପଣଙ୍କର କଣ ହବ, ଆପଣ ତିନି ଜଣଙ୍କ ଭିତରେ କଥା ହେଲେଣି କିଛି? ନାଇଁ ନାଇଁ, ମୁଁ ତ କଥା ହେଇନି, କିନ୍ତୁ ବଟ୍ ମତେ ମୋର ଆଶା ଅଛି ଯେ ସେଇ ଯୋଉମାନେ ରୁକ୍ ଲଗେଇଛନ୍ତି ସେଇମାନେ ଆମ ମାନଙ୍କୁ ଡାକିବେ, ଆମେ ଯାଇକି ସେ ବସିକି ଡିସ୍କସନ କରିବୁ। ଆଚ୍ଛା, ଧନ୍ୟବାଦ ମ୍ୟାଡାମ, ଆପଣ ଏତେ ସମୟ ଦେଇଥିବା